ଏଇଟା ଗୋଟେ ଆବଶ୍ୟକତା ଥିଲା। ଏ ଅନୁଭବ କରାଯାଉଛି ଯେ ଭାଷା ଉପରେ ପତ୍ରିକା ଏଇଟା ବାହାରିବା ଦରକାର, ଲୋକଙ୍କ ପାଖରେ ପହଞ୍ଚିବା ଦରକାର, ଆଉ ଲୋକଙ୍କର ମନର କଥା ସେ କଥା ପ୍ରକାଶିତ ବି ହେବା କଥା। ବିଗତ ବର୍ଷମାନଙ୍କରେ ପ୍ରକୃତରେ ଆମେ ଯଦି ସବୁଠୁ ଅଧିକ କ୍ଷତିଗ୍ରସ୍ତ କେଉଁଠି ହେଇଛୁ ସେଟା ହେଉଛି ଭାଷା କ୍ଷେତ୍ରରେ। ବର୍ତ୍ତମାନ ଆମ ଘରମାନଙ୍କରୁ ବି ଧୀରେ ଧୀରେ ଭାଷା ଦୂରେଇ ଯାଉଛି। ଆମ ଅଜାଣତରେ ଆମେ ଯଦି ବଜାରକୁ ଦେଖିବା, ଯେତେ ରାସ୍ତାରେ ଯେତେ ନାମ ଫଳକ ଲାଗିଛି ଦୋକାନ ମାନଙ୍କର, ଶତକଡ଼ା 80-90% ସେଗୁଡ଼ାକ ସବୁ ହେଉଛି ଇଂରାଜୀ ଭାଷା। କିନ୍ତୁ ଯେତିକି କିଣିଲା ବାଲା ବା କାରବାର କଲା ବାଲା ଏ ସମସ୍ତେ ହେଉଛନ୍ତି ଓଡ଼ିଆ ଭାଷୀ। ମାନେ କେଉଁଠି ମୋତେ ଲାଗୁଛି ଯେ ଆମକୁ ଆମ ଭାଷା ସେତେ ଆଉ ଭଲ ଲାଗୁନି। ନାଇଁ, ମୁଁ ହିନ୍ଦୀ ତ କମ୍ ଅଛି। ପ୍ରକୃତରେ ହିନ୍ଦୀ ଓଡ଼ିଶାରେ ପ୍ରଶ୍ନ ନୁହେଁ। ଏଠି ପ୍ରକୃତରେ ସମସ୍ୟାଟା ହେଇଛି ମୂଳରୁ କହିଦେଉଛି। ମୂଳରୁ ସମସ୍ୟା ହେଲା ଇଂରେଜ ମାନେ ଗୋଟେ ସୁବିଧା ପାଠ ଦେଖିଲେ। ପଡ଼ୋଶୀଙ୍କର ସଦାବେଳେ ଝଗଡ଼ା ଥାଏ। ଯେତେ ପଡ଼ୋଶୀ ସମସ୍ତଙ୍କର ପଡ଼େ ନାହିଁ। ଓଡ଼ିଆକୁ ତେଲୁଗୁ ସହିତ ଲଢ଼େଇଲେ, ଓଡ଼ିଆକୁ ହିନ୍ଦୀ ସହିତ ଲଢ଼େଇଲେ, ଓଡ଼ିଆକୁ ବଙ୍ଗଳା ସହିତ ଲଢ଼େଇଲେ, କହିକି ଇଂରେଜଟାକୁ ପ୍ରବେଶ କରେଇଦେଲେ। ଇଏ ନଢ଼ାନଢ଼ି ହେଲେ, ଇଂରାଜୀ ପ୍ରବେଶ କରିଗଲେ। ଯେତେବେଳେ କି ଏ ତିନୋଟି ଯାକ ଭାଷା ଓଡ଼ିଆର ସବୁଠୁ ନିକଟତର ଭାଷା। ଆମର ଯେକୌଣସି ଲୋକ ତାଙ୍କ ଭାଷା ବୁଝିପାରିବ, ତାଙ୍କୁ ଆମ କଥା ବୁଝେଇ ପାରିବ। କିନ୍ତୁ ଇଂରାଜୀ ଗୋଟେ ଏମିତିଆ ଭାଷା ଯେ ସାଧାରଣ ଲୋକ ନା ବୁଝିପାରିବ ନା ବୁଝେଇ ପାରିବ। କିନ୍ତୁ ଏ ତଥାକଥିତ ଇଂରେଜ ମାନଙ୍କର ଯେଉଁ ପ୍ରଚେଷ୍ଟାଟା, ସେ ଏବେ ଯେଉଁ କଳାଚମୟ ଇଂରେଜ ମାନେ ଅଛନ୍ତି ସେଗୁଡ଼ାକ ବେଶୀ ପ୍ରଚାରିତ କରୁଛନ୍ତି। ବିକଶିତ ଓଡ଼ିଶା ଗୋଟେ ପ୍ରକାରର ସଂକଳ୍ପ ଯେ ଓଡ଼ିଶାର ବିକାଶ ହଉ, ଓଡ଼ିଶା ସମୃଦ୍ଧ ହଉ, ଓଡ଼ିଶାର ଭାଷା ସମୃଦ୍ଧ ହଉ, ଓଡ଼ିଶାର ଲୋକ ସମୃଦ୍ଧ ହୁଅନ୍ତୁ। ଏଇଟା ଗୋଟେ ବିଚାର, ଏଇଟା ଗୋଟେ ମାନେ ଗୋଟେ ନିରନ୍ତର ପ୍ରୟାସର ଫଳରେ ସେଟା ଆଗକୁ ଯିବ। ଯେମିତି ଗତକାଲି ଠାରୁ ଆଜି ଆମେ ଆଗରେ ଅଛୁ, ସେମିତି ଆଜିଠାରୁ ଆଗାମୀ ଦିନରେ ଆମେ ଆଗରେ ରହିବା ଏବଂ ଦେଶରେ ଗୋଟେ ଅଗ୍ରଣୀ ରାଜ୍ୟ ଭାବରେ ଆମେ ପ୍ରତିଷ୍ଠା ଲାଭ କରିବା। ଆମର ଯେତିକି ଓଡ଼ିଶାର ଯେତିକି ସେତିକି ତ ପ୍ରକୃତରେ ବହୁତ ବିଶ୍ୱରେ ବହୁତ ଦେଶ ବି ନାହାନ୍ତି।